ମହାରାଣୀ ଉତ୍ତମ ସମୟରେ ଆପଣ ଉତ୍ତମ କଥା ଚିନ୍ତା କରିଛନ୍ତି ଅବଶ୍ୟ। ମହାରାଣୀ ହଁ ମହାରାଜ। ଶତ ଶତ ମୂର୍ଖ ପୁତ୍ର ଅପେକ୍ଷା ବଂଶ ମଧ୍ୟରେ ଏକ ବୁଦ୍ଧିମାନ ଗୁଣଯୁକ୍ତ ପୁତ୍ର ବଂଶକୁ ଉଜ୍ଜଳ କରିଥାଏ ହଁ ମହାରାଜ। ମହାରାଜ ଚିନ୍ତାଧାରା ଅତ୍ୟନ୍ତ ଉତ୍ତମ ମହାରାଜ। କିନ୍ତୁ ମହାମନ୍ତ୍ରୀ ସକ୍ରାଜିତ ମହାରାଜ ମହାମନ୍ତ୍ରୀ ଅକ୍ରୁର ମହାରାଜ ପୁତ ନାମକ ନର୍କରୁ ଉଦ୍ଧାର କରିବ ବୋଲି ଭାବୁଥିଲା ରାଜା ଉଗ୍ରସେନ। ମହାରାଜ କିନ୍ତୁ ଯେଆଡେ ଦେଖୁଛି ଯେଆଡେ ଚାହୁଁଛି ଚତୁର୍ଦିକେ ଶୁଣାଯାଏ ପୁତ୍ର କଂସର ନୃଶଂସ କାହାଣୀ। ମହାରାଜ ମହାମନ୍ତ୍ରୀ ମହାରାଜ ମହାରାଜ ଆପଣ ଚିନ୍ତା କରନ୍ତୁନି। କଂସ ଆମର ଉତ୍ତମ ସନ୍ତାନ। ଅବଶ୍ୟ ପାଳୁତ ସେ ଯେତେବେଳେ ପରିଣତ ବୟସ ଆସିବ ସେ ନିଶ୍ଚୟ ଆମର ଉତ୍ତମ ସନ୍ତାନ ଭାବରେ ପରିଗଣିତ ହେବ ଏ ରାଜ୍ୟରେ। ହେ ମହାରାଜ ମହାରାଣୀ ହଁ ମହାରାଜ। ଏହା ତୁମର ଯେ ସେହି ମାତୃ ସୁଳଭର ଅନ୍ତରର ବେଦନା ମହାରାଣୀ। କିନ୍ତୁ ଥରେ ଚିନ୍ତା କରି ଦେଖ ମହାରାଣୀ ପ୍ରଜା ଲୁଣ୍ଠନ ପ୍ରଜା ମାରଣ ଆଜି କରୁଅଛି ବୀରପୁତ୍ର କଂସ। ମହାରାଜ ଯାହା କହୁଛନ୍ତି ଠିକ କହୁଛନ୍ତି ମହାରାଜ।